ଲେମ୍ବୁ ଲଙ୍କା ଟାଙ୍ଗିବାର ପରମ୍ପରା ଆଜି ନାହିଁ ବରଂ ପ୍ରାଚୀନ ସମୟରୁ ହେଇ ଆସୁଛି। ଆଉ ଲେମ୍ବୁ ଲଙ୍କା ଆପଣମାନେ ଆପଣଙ୍କ ଦୋକାନରେ କଣ ପାଇଁ ଟାଙ୍ଗିଥାନ୍ତି? ଖାଲି ଦୋକାନ ନୁହେଁ ଘରେ ମଧ୍ୟ ଲେମ୍ବୁ ଲଙ୍କା ଟାଙ୍ଗିଥାନ୍ତି। କିନ୍ତୁ ଏହି ଲେମ୍ବୁ ଆଉ ଲଙ୍କା କଣ ପାଇଁ ଟଙ୍ଗାଯାଏ? ଅଧିକାଂଶ ବ୍ୟକ୍ତିଙ୍କୁ ଏହା ମଧ୍ୟ ଜଣା ନଥାଏ। ଅଧିକା ଲୋକ ଏହା ଭାବିଥାନ୍ତି କି ଘରର ବାହାରେ ଲେମ୍ବୁ ଆଉ ଲଙ୍କା ଟାଙ୍ଗିବା ଦ୍ୱାରା ଘରର ନଜର ଦୋଷ ଲାଗିନଥାଏ। ଏହା ତ କିଛି କିଛି ଠିକ୍, କିନ୍ତୁ ଏହାର ପ୍ରକୃତ ମହତ୍ତ୍ୱ ଆମେ ଆପଣଙ୍କୁ ଆଜିର ଭିଡିଓରେ ଜଣାଇବୁ। କି ଆମେମାନେ ଆମ ଘରର ବାହାରେ ଲେମ୍ବୁ ଆଉ ଲଙ୍କା କଣ ପାଇଁ ଟାଙ୍ଗିଥାଉ? ଆଉ ଲେମ୍ବୁ ଲଙ୍କା ଟାଙ୍ଗିବା ଦ୍ୱାରା ଆମକୁ କଣ ଲାଭ ମିଳିଥାଏ? ନଜର ଦୋଷରୁ ଏହା ତ ଆପଣଙ୍କୁ ବଞ୍ଚାଇବ ହିଁ ବଞ୍ଚାଇବ। ୟାଠୁ ବି ଅଧିକ ଫାଇଦା ହେଉଛି ଯେଉଁ ଖରାପ ଜିନିଷ ଥାଏ ତାହା ଆପଣଙ୍କୁ କ୍ଷତି ପହଞ୍ଚାଇଥାଏ। ଆଉ ସେହି ଖରାପ ଜିନିଷକୁ ଲେମ୍ବୁ ଆଉ ଲଙ୍କା ଆପଣଙ୍କୁ ବଞ୍ଚାଇଥାଏ। ମାତା ଲକ୍ଷ୍ମୀ ଏବଂ ମାତା କୁବେର ଲକ୍ଷ୍ମୀ ଏହି ଦୁଇଟି ଦେବୀ ଯେବେ ଏକା ସାଙ୍ଗରେ ଗୋଟିଏ ସମୟରେ ପ୍ରତ୍ୟେକ ମନୁଷ୍ୟ ଶୋଇବା ସମୟରେ ଏହି ଦୁଇଟି ଦେବୀ ପ୍ରତ୍ୟେକ ବ୍ୟକ୍ତିଙ୍କ ଦ୍ୱାରକୁ ଆସିଥାନ୍ତି। ଆପଣମାନେ ମାନନ୍ତୁ ୟା ନ ମାନନ୍ତୁ, ଏହି ଦେବୀଙ୍କର ଆସିବା କୌଣସି ନିର୍ଦ୍ଦିଷ୍ଟ ସମୟ ନଥାଏ। ଯେବେ ବି ଏହି କୁଲକ୍ଷ୍ମୀ ଏବଂ ମାତା ଲକ୍ଷ୍ମୀ ଦୁଇ ଜଣ ମିଶିକି କୌଣସି ସମୟରେ ବି ପ୍ରତ୍ୟେକ ବ୍ୟକ୍ତିଙ୍କ ଦ୍ୱାରକୁ ଆସିଥାନ୍ତି। ଆଉ ଯେଉଁ ମନୁଷ୍ୟଙ୍କ ଦ୍ୱାରରେ ଲେମ୍ବୁ ଆଉ ଲଙ୍କା ଟଙ୍ଗା ହୋଇଥାଏ ତାହାକୁ ଲକ୍ଷ୍ମୀ ଖାଇଥାନ୍ତି। କାହିଁକି ନା ମାତା ଲକ୍ଷ୍ମୀଙ୍କର ଲେମ୍ବୁ ଆଉ ଲଙ୍କା ବହୁତ ପ୍ରିୟ ଖାଦ୍ୟ ହୋଇଥାଏ। ଆଉ ଯେଉଁ ବ୍ୟକ୍ତିଙ୍କ ଦ୍ୱାରରେ ଲେମ୍ବୁ ଆଉ ଲଙ୍କା ଟଙ୍ଗା ହୋଇଥାଏ ତାହାକୁ ମାତା ଲକ୍ଷ୍ମୀ ଆଉ କୁଲକ୍ଷ୍ମୀ ଖାଇଥାନ୍ତି। ସେହି ବ୍ୟକ୍ତିଙ୍କ ଚଉକାଠ ଉପରୁ ଚାଲି ଯାଇଥାନ୍ତି। କାହିଁକି ନା ଲେମ୍ବୁ ଲଙ୍କା ମହାଲକ୍ଷ୍ମୀଙ୍କର ପ୍ରିୟ ଖାଦ୍ୟ ହୋଇଥାଏ। ଏବେ ଚାଲନ୍ତୁ ଜାଣିବା କି ଆମେ ଆମ ଘରର ଦ୍ୱାରରେ ଲେମ୍ବୁ ଆଉ ଲଙ୍କା କଣ ପାଇଁ ଟାଙ୍ଗିବା ଆଉ କେଉଁ ପ୍ରକାର ସେହି ଲେମ୍ବୁ ଆଉ ଲଙ୍କାକୁ ଅଭିମନ୍ତ୍ରିତ କରିବା ଦରକାର, ଯାହାକି ମନୁଷ୍ୟକୁ ପୂର୍ଣ୍ଣ ରୂପରେ ଲାଭ ମିଳିପାରିବ। ଯଦି ଆପଣ ଆପଣଙ୍କ ଘରର ବାହାରେ ଲେମ୍ବୁ ଲଙ୍କା ଟାଙ୍ଗନ୍ତି ତ ଗରିବୀ ଆସିବାର ବଞ୍ଚାଇଥାଏ। ରୋଗ ବ୍ୟାଧି ଯେଉଁ ପୀଡ଼ା ଏହାକୁ ମଧ୍ୟ ଏହି ଲେମ୍ବୁ ଲଙ୍କା ବଞ୍ଚାଇଥାଏ। କାହିଁକି ନା ଲେମ୍ବୁ ଲଙ୍କାର ଏତେ ପାୱାର ଅଛି, କୌଣସି ସାଧାରଣ ଏହା ନୁହେଁ। ଅନେକ ପ୍ରକାର ନକାରାତ୍ମକ ଶକ୍ତିକୁ ଆପଣଙ୍କ ଘରକୁ ପ୍ରବେଶ କରିବାକୁ ଏହି ଲେମ୍ବୁ ଲଙ୍କା ଦେଇନଥାଏ। ଆଉ ଏହି ଲେମ୍ବୁ ଲଙ୍କାର ଅନ୍ୟ ଏକ ଜବରଦସ୍ତ ଫାଇଦା ହୋଇଥାଏ। ଖରାପ ନଜର, କୌଣସି ଗୁଣିଗାରେଡ଼ି, କଳା ଯାଦୁ ବିଦ୍ୟା ଯଦି ବି ଆପଣଙ୍କ ଘରେ ପ୍ରବେଶ କରିବା ପାଇଁ ପ୍ରୟାସ କରିଥାଏ ତ ତାହା କେବେ ବି ଆପଣଙ୍କ ଘରେ ପ୍ରବେଶ କରାଇ ଦେଇନଥାଏ ଏହି ଲେମ୍ବୁ ଆଉ ଲଙ୍କା। ତାହାକୁ ଆପଣଙ୍କ ଘରକୁ ଆଦୌ ପ୍ରବେଶ କରିବାକୁ ସୁଯୋଗ ହିଁ ଦେଇନଥାଏ। ଆପଣଙ୍କ ଘର ପରିବାରକୁ ରକ୍ଷା କରିଥାଏ। ଏହି ଲେମ୍ବୁ ଲଙ୍କା ଆପଣମାନେ ଦେଖିଥିବେ ଯେଉଁ ବ୍ୟକ୍ତି ଗାଡ଼ି ଚଲାଇଥାନ୍ତି ସେମାନେ ମଧ୍ୟ ତାଙ୍କ ଗାଡ଼ିରେ ଲେମ୍ବୁ ଲଙ୍କା ବାନ୍ଧିଥାନ୍ତି। ଆଉ ବହୁତ ବ୍ୟକ୍ତି ତାଙ୍କ ଗାଡ଼ିରେ ପ୍ଲାଷ୍ଟିକ ବାଲା ଲେମ୍ବୁ ଲଙ୍କା ବି ଟାଙ୍ଗିଥାନ୍ତି। କିନ୍ତୁ ଧ୍ୟାନ ଦେବେ ପ୍ଲାଷ୍ଟିକ ଲେମ୍ବୁ ଲଙ୍କାରେ ଆପଣଙ୍କର କିଛି ବି ଫାଇଦା ମିଳିନଥାଏ। ଆପଣ ଗୋଟିଏ କାମ କରିବେ, ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କ କାନ୍ଧରୁ ସିନ୍ଦୁର ଆଣି ଦୁଇଟି ଲେମ୍ବୁ ନେବେ ଆଉ 5ଟି ଲଙ୍କା ନେବେ। ଆଉ ସେହି ଲେମ୍ବୁ ଆଉ ଲଙ୍କାକୁ ମାଳା ବନାଇ ଦେବେ। ଆଉ ସେହି ଲେମ୍ବୁ ଲଙ୍କାରେ ହନୁମାନଙ୍କ ସିନ୍ଦୁରକୁ ଅଳ୍ପ ଅଳ୍ପ ଲଗାଇ ଦେବେ। ଆଉ ସେହି ମାଳାକୁ ଆପଣ ଆପଣଙ୍କ ଗାଡ଼ିରେ ଟାଙ୍ଗିଦେବେ। ଦେଖିବେ ସାରା ଜୀବନ ପାଇଁ ଆପଣଙ୍କର ଗାଡ଼ି ପୁରା ସୁରକ୍ଷିତ ରହିବ। ନକାରାତ୍ମକ ଶକ୍ତିରୁ ବଞ୍ଚାଇ ରଖିବ। କାହିଁକି ନା ଆପଣ ଯେବେ ରାତ୍ର କାଳରେ ଗାଡ଼ିରେ ଆସ ଯାଅ କରୁଥିବେ, ଡ୍ରାଇଭିଂ ତ ଅବଶ୍ୟ କରୁଥିବେ, ଆଉ ଏହି ଲଙ୍କା ଲେମ୍ବୁ ଆପଣଙ୍କ ପାଇଁ ପୁରା ସେଫ୍ ରଖିଥାଏ। ଆପଣଙ୍କୁ ସବୁ ବିପଦରୁ ରକ୍ଷା କରିବ। ତେଣୁକରି ମଙ୍ଗଳବାର ଦିନ ଆପଣ ଏହି ଉପାୟକୁ ନିହାତି କରିବେ। ଆପଣମାନେ ଜାଣିଥିବେ ଛୋଟ ପିଲାଙ୍କୁ ବହୁତ ନଜର ଦୋଷ ଲାଗିଥାଏ। ତନ୍ତ୍ର ବାଧା ଅତି ସହଜରେ ଲାଗିଯାଇଥାଏ। ଆଉ ଯେଉଁ ଘରେ ଲଙ୍କା ଲେମ୍ବୁ ଟଙ୍ଗା ହୋଇଥାଏ ସେହି ଘରେ କଳା ଯାଦୁ, କଳା ଶକ୍ତିକୁ ପ୍ରବେଶ କରିବାରୁ ଏହି ଲେମ୍ବୁ ଲଙ୍କା ରୋକି ଦେଇଥାଏ। ପ୍ରବେଶ କରିବା ପାଇଁ ବାଧା ଉତ୍ପନ୍ନ କରିଥାଏ। ନକାରାତ୍ମକ ଶକ୍ତିକୁ ଏହା ଘରେ ପୁରାଇ ଦେଇନଥାଏ। ଆପଣଙ୍କ ଘରେ ଯଦି ତନ୍ତ୍ର ମନ୍ତ୍ର କିଏ କରିଥାଏ କିନ୍ତୁ ଆପଣଙ୍କୁ ଜଣା ନଥାଏ, ଯାହାଦ୍ୱାରା କି ଆପଣଙ୍କ ଘରେ ଛୋଟ ପିଲା ବହୁତ କାନ୍ଦିଥାନ୍ତି, ପରିଶାନୀ ହୋଇଯାଆନ୍ତି। ଆପଣମାନେ ସେହି ପିଲାକୁ ଝଡ଼ା ଫୁଙ୍କା କରିବା
ଚକ୍କରରେ ରହିଯାଆନ୍ତି। ଆଉ ଯଦି ଆପଣ ଚାହୁଁଛନ୍ତି ଏହି ସବୁ ତନ୍ତ୍ରମନ୍ତ୍ର ଯାଦୁ ବିଦ୍ୟାରୁ ବଞ୍ଚିକି ରହିବା ପାଇଁ, ଆପଣଙ୍କ ଘରେ କାହାର ବି ବଡ଼ ଲୋକ ହେଉ ବା ଛୋଟ, କାହାକୁ ବି ନଜର ଦୋଷ ନ ଲାଗୁ, ତେବେ ଆପଣଙ୍କ ଘରର ବାହାରେ ଲେମ୍ବୁ ଲଙ୍କା ଆପଣ ନିହାତି ଟାଙ୍ଗନ୍ତୁ। ଆପଣଙ୍କ ଘରେ ଲୋକେ ଚପଲ ଜୋତା ପିନ୍ଧିକି ପ୍ରବେଶ କରିଦେଇଥାନ୍ତି। ଆଉ ସେହି ଯେଉଁ ଜାଗାରୁ ଆସିଥାନ୍ତି, ଭଲ ଜାଗା ବା ଖରାପ ଜାଗାରୁ ଆସିଥାନ୍ତି। ଆଉ ସେହି ଚପଲ ଜୋତା ପିନ୍ଧିକି ଘରକୁ ପ୍ରବେଶ କରିଦେଇଥାନ୍ତି। ଆଉ ଏହାର ଭଲ ଖରାପ ସବୁ ଚପଲରେ ରହିଥାଏ। ଏଥିପାଇଁ ଆପଣଙ୍କ ଘରର ବାହାରେ ଯଦି ଆପଣ ଲେମ୍ବୁ ଲଙ୍କା ଟାଙ୍ଗିଥାନ୍ତି, ତ ସେହି ଚପଲ ଆଉ ଜୋତାକୁ ଆପଣ ଆପଣଙ୍କ ଘରର ବାହାରେ ରଖିଥାନ୍ତି, ତେବେ ଏହା ଆପଣଙ୍କର ବହୁତ ଲାଭ ମିଳିଥାଏ। ଏହା ଆପଣଙ୍କ ଧନକୁ ନଷ୍ଟ ହେବାରୁ ରକ୍ଷା କରିଥାଏ। କାହିଁକି ନା ଯେଉଁ ବ୍ୟକ୍ତି କେଉଁଠାରୁ ଆସୁଛି ଆଉ କେଉଁ କର୍ମ କରିକି ଆସିଥାଏ, ସାରା କର୍ମ ତାଙ୍କର ଜୋତା ବା ଚପଲରେ ରହିଥାଏ। ଆପଣମାନେ ଯେବେ ବଡ଼ ବଡ଼ ସନ୍ଥ ବା ଅଷ୍ଟ୍ରୋଲୋଜିଙ୍କ ପାଖକୁ ଯାଇଥାନ୍ତି, ତ ସେମାନେ ଆପଣଙ୍କୁ ପରାମର୍ଶ କରିଥାନ୍ତି କି ଆପଣଙ୍କୁ ଶନି ଦୋଷ ଚାଲୁଅଛି। ଆପଣ ଜୋତା ବା ଚପଲ ଦାନ କରନ୍ତୁ। ତ ଯେଉଁ ଜୋତା ବା ଚପଲ ଏଥିରେ ବ୍ୟକ୍ତିର ପ୍ରତ୍ୟେକ କାର୍ଯ୍ୟ ଓ କର୍ମ ଏହି ଚପଲରେ ରହିଥାଏ। ଏଥିପାଇଁ ଆମର ବାସ୍ତୁଶାସ୍ତ୍ରରେ, ଧର୍ମଶାସ୍ତ୍ରରେ ବା ଅଙ୍ଗଶାସ୍ତ୍ରରେ ହିଁ କୁହାଯାଏ, କୌଣସି ବ୍ୟକ୍ତିଙ୍କ ଜୋତା ଚପଲ ଆମେ ଆଣିବା ଉଚିତ ନୁହେଁ। ଯେଉଁମାନେ ଲେମ୍ବୁ ଲଙ୍କାକୁ ତାଙ୍କ ଦୁଆରରେ ଟାଙ୍ଗୁଛନ୍ତି, ଦୋକାନରେ ଟାଙ୍ଗୁଛନ୍ତି, ଗାଡ଼ିରେ ଟାଙ୍ଗୁଛନ୍ତି, କାର୍ଯ୍ୟାଳୟରେ ଟାଙ୍ଗୁଛନ୍ତି ବା ଆପଣଙ୍କର ଘରେ ଟାଙ୍ଗୁଛନ୍ତି, ତ ଏହା ଆପଣଙ୍କର ପିତୃ ଦୋଷକୁ ବି ରୋକିଥାଏ। ବାସ୍ତୁ ଦୋଷରୁ ବି ଆପଣଙ୍କୁ ବଞ୍ଚାଇଥାଏ। ଏହା ଆପଣଙ୍କର ଗୃହ କଳିରୁ ବି ବଞ୍ଚାଇଥାଏ। ଯେଉଁ ବ୍ୟକ୍ତିଙ୍କ ଘରେ ସବୁବେଳେ ଅଧିକ ଲଢ଼ାଇ ଝଗଡ଼ା ହୋଇଥାଏ, ଯେଉଁ ଘରେ ପିତୃଦୋଷ ଲାଗିଥାଏ, ଯେଉଁ ବ୍ୟକ୍ତିଙ୍କ କାର୍ଯ୍ୟାଳୟରେ ବା ଦୋକାନରେ ବାସ୍ତୁ ଦୋଷ ଲାଗିଥାଏ, ତ ଏହି ବ୍ୟକ୍ତିଙ୍କର କେବେ ବି ଉନ୍ନତି ହୋଇନଥାଏ। ଦୋକାନରେ ଜମାରୁ ବି ବିକ୍ରି ହୋଇନଥାଏ। ଜମାରୁ ବି ଗ୍ରାହକ ଆସିନଥାନ୍ତି। ତ ଧ୍ୟାନ ଦିଅନ୍ତୁ, ଏହି ଉପାୟଟିକୁ ନିହାତି କରିବେ। ଉପାୟଟି ହେଉଛି, ଆପଣ ଆପଣଙ୍କର କାର୍ଯ୍ୟାଳୟରେ, ବ୍ୟାପାର ସ୍ଥଳରେ ଲେମ୍ବୁ ଲଙ୍କା ଜରୁର ଟାଙ୍ଗନ୍ତୁ। ଆମେ ଆପଣଙ୍କୁ ଏହାର ଅନ୍ତିମ ଫାଇଦା ବତାଇଦେବୁ। ଆଉ ଆପଣଙ୍କ ଘରେ ଏହାକୁ ଟାଙ୍ଗିବା ଦ୍ୱାରା ଆପଣଙ୍କର ଘରେ ରୋଗ ବ୍ୟାଧି ଆସିବାକୁ ଦେଇନଥାଏ। ଆପଣଙ୍କ ପରିବାରରେ କେହି ନା କେହି ବେମାରୀରେ ପୀଡ଼ିତ ଥାନ୍ତି। ଆଉ ଯେଉଁ ଘରେ ଲୋକ ବେମାରୀରେ ପୀଡ଼ିତ ଥାନ୍ତି, ବାସ୍ତବରେ ଏମିତି କ'ଣ ପାଇଁ ହୋଇଥାଏ? କାହିଁକି ନା ଆପଣଙ୍କ ଘରେ କୌଣସି ବି ସରଳ ଉପାୟକୁ ଆପଣେଇ ନଥାନ୍ତି। ତ ଆପଣଙ୍କ ଘରେ ସରଳ ବେମାରୀ ବ୍ୟାଧି ପ୍ରବେଶ କରିଯାଇଥାଏ। ଆଉ ଯେଉଁ ଘରେ ବାହାରେ ଲେମ୍ବୁ ଲଙ୍କା ଟଙ୍ଗା ଯାଇଥାଏ, ସେହି ଘରେ ବ୍ୟାଧି ଆଉ ବେମାରୀ ପ୍ରବେଶ କରିନଥାଏ। କ'ଣ ପାଇଁ ପ୍ରବେଶ କରିନଥାଏ? କାହିଁକି ନା ଲେମ୍ବୁ ଆଉ ଲଙ୍କା ତାହାକୁ ରୋକି ଦେଇଥାଏ। ଆଉ ଏହି ଲେମ୍ବୁ ଆଉ ଲଙ୍କା ଲକ୍ଷ୍ମଣ ରେଖା ପରି କାମ କରିଥାଏ। ନିଜେ ନଷ୍ଟ ହୋଇଯାଇଥାଏ, ନିଜେ ଶୁଖି ଯାଇଥାଏ। ଯେଉଁ ଘରେ ବ୍ୟାଧି ଥାଏ, ରୋଗ ଥାଏ, ତାହାକୁ ଲେମ୍ବୁ ଲଙ୍କା ନିଜେ ନିଜ ଆଡ଼କୁ ଟାଣି ନେଇଥାଏ। ଖାସ୍ ଏଇଥିପାଇଁ ଲେମ୍ବୁ ଲଙ୍କା ଆସ୍ତେ ଆସ୍ତେ ଶୁଖି ଯାଇଥାଏ। ଆପଣଙ୍କୁ ଆପଣଙ୍କ ଘରକୁ ବଞ୍ଚାଇଥାଏ। ଆଉ ଯେଉଁଠି ଆପଣ ଆପଣଙ୍କର କାର୍ଯ୍ୟାଳୟରେ ଲେମ୍ବୁ ଲଙ୍କା ଟାଙ୍ଗିଥାନ୍ତି, ଘର, ଅଫିସରେ, ଦୋକାନରେ ଟାଙ୍ଗିଥାନ୍ତି, ତ ସେହି ସବୁ ସ୍ଥାନକୁ ଏହି ଖରାପ ଦୃଷ୍ଟି କେବେ ବି ଯାଇପାରି ନଥାଏ। ତ ଆପଣ ଆଜିଠୁ ହିଁ ଲେମ୍ବୁ ଲଙ୍କାକୁ ଟାଙ୍ଗି ଦିଅନ୍ତୁ। କାହିଁକି ନା ଏହା କେଉଁଠି ନା କେଉଁଠି ଆପଣଙ୍କ ପାଇଁ ବହୁତ ବେନିଫିଟ୍ ଦେଇଥାଏ। ଇଏ ଆମର ଅଧିକରୁ ଅଧିକ ଉନ୍ନତି କରିଥାଏ। ନିଜେ ତ ନଷ୍ଟ ହୋଇଯାଇଥାଏ, କିନ୍ତୁ ଆମକୁ ବଞ୍ଚାଇ ଦେଇଥାଏ। ଆଉ ସବୁଠାରୁ ବଡ଼ କଥା କହିବାକୁ ଚାହିଁବୁ କି ଲେମ୍ବୁ ଲଙ୍କାକୁ 15 ଦିନ କିମ୍ବା ଗୋଟିଏ ମାସ ଭିତରେ ନିହାତି ବଦଳାଇ ନୂଆ ଲେମ୍ବୁ, ନୂଆ ଲଙ୍କା ଟାଙ୍ଗିବେ। ଲେମ୍ବୁ ଲଙ୍କାକୁ ନିହାତି ଆପଣ 15 ଦିନରୁ ଗୋଟିଏ ମାସ ଭିତରେ ଆପଣ ବଦଳାଇ ଦେବେ। ପୁଣି ନୂଆ ଟଙ୍ଗାଇବେ। ତ ଏହାକୁ ଆପଣ କିପରି ଟାଙ୍ଗିବେ ଆଉ କେଉଁଦିନ ଆପଣ ଏହାର ମାଳା ତିଆରି କରିବେ? ଦେଖନ୍ତୁ, ମଙ୍ଗଳବାର ଦିନ ଆପଣ 2ଟି ଲେମ୍ବୁ ନେବେ ଆଉ 5ଟି ଲଙ୍କା ନେବେ। ଆପଣ 5ଟି ଜାଗାରେ 7ଟି ବି ଲଙ୍କା ନେଇପାରିବେ। ଆପଣ ଚାହିଁଲେ 2ଟି ଜାଗାରେ 3ଟି ଲେମ୍ବୁ ବି ନେଇପାରିବେ। ଆଉ ଏହାକୁ ଆପଣ ମାଳା କରି ଦିଅନ୍ତୁ। ନାହିଁ ତ ଶନିବାର ଦିନ ବି ଆପଣ ମାଳା ତିଆରି କରିପାରିବେ। ଆପଣ ଭଗବାନ ହନୁମାନଙ୍କ ବାମ ପାଦର ସିନ୍ଦୁର ଆଣିବେ। ଆଉ ସେହି ସିନ୍ଦୁରକୁ ଆପଣ ଲେମ୍ବୁ ଆଉ ଲଙ୍କାରେ ଟିକେ ଟିକେ ଟୋପା କରି ମାରିଦେବେ। ଏହାପରେ ଆପଣ ପ୍ରଭୁ ହନୁମାନଙ୍କୁ
ଧ୍ୟାନ କରି ଶନିଦେବଙ୍କୁ ଧ୍ୟାନ କରି ଆପଣ ଏହାକୁ ଆପଣଙ୍କର କାର୍ଯ୍ୟାଳୟରେ, ଅଫିସରେ, ଦୋକାନରେ, ଆପଣଙ୍କର ଘର ବାହାରେ, ଆପଣଙ୍କ ଘରେ ଟଙ୍ଗାଇ ଦେବେ। ଆଉ ଏହି ମାଳାକୁ ଆପଣ ପ୍ରତି ମାସରେ ବଦଳାଇବେ। ଯଦି ଆପଣଙ୍କୁ ପ୍ରଭୁ ହନୁମାନଙ୍କ ବାମ ପାଦର ସିନ୍ଦୁର ନ ମିଳୁଛି ତେବେ ଆପଣ ହନୁମାନଙ୍କ ନର୍ମାଲ ସିନ୍ଦୁର ବି ଆଣି ମାରିପାରିବେ। ଉପାୟଟି ବହୁତ ସହଜ ଉପାୟ। ନିହାତି ଆପଣ ଆପଣଙ୍କ ଘରେ, ଆପଣଙ୍କର କାର୍ଯ୍ୟାଳୟରେ ଏହି ଲଙ୍କା ଲେମ୍ବୁଙ୍କୁ ଟଙ୍ଗାନ୍ତୁ। ଏହାର ଫାଇଦା ଆପଣ ନିଜେ ଜାଣନ୍ତୁ। ଭିଡ଼ିଓଟି ଯଦି ଆପଣଙ୍କୁ ପସନ୍ଦ ଆସିଥାଏ ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରିଦିଅନ୍ତୁ। ଭିଡ଼ିଓଟିକୁ ଅଧିକରୁ ଅଧିକ ସେୟାର କରନ୍ତୁ। ଆମ ଚ୍ୟାନେଲରେ ଯଦି ଆପଣମାନେ ଏପର୍ଯ୍ୟନ୍ତ ନୂଆ ଅଛନ୍ତି, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ଏବେ ହିଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନଟିକୁ ଦବେଇ ଦିଅନ୍ତୁ। ଯାହା ଫଳରେ କି ଆମର ପ୍ରତ୍ୟେକ ନୂଆ ନୂଆ ଭିଡ଼ିଓ ଆପଣଙ୍କ ପାଖରେ ଯାଇ ପହଞ୍ଚିବ। ଆଜି ପାଇଁ ରହୁଛି। ପୁଣି ଦେଖାହେବ ଆଗାମୀ ଏକ ସୁନ୍ଦର ଭିଡ଼ିଓ ମାଧ୍ୟମରେ। ଜୟ ଜଗନ୍ନାଥ।